नमस्कार फ्रेंड्स, आज हूँ 25 मार्च बुधवार सकाल 22टी गुरुत्वपूर्ण खबर उपर नजर पकाइबा। ता पूर्व वीडियो गोटे लाइक करूँ फ्रेंड्स। जदि चैनल को नुआ कर आसते चैनल को सब्सक्राइब करेंगे और पाखर बेल आइकन रे क्लिक करेंगे आगको ये लाटेस्ट अपडेट पाइबा। प्रथम खबर, खरा पाई श्रम विभागर नुआ मार्गदर्शिका। दिन 11 ରୁ 3ଟା निर्माण काम बंद, एप्रिल 1 लागू। दिन 11 ରୁ अपराह्न 3ଟା जाए श्रमिक को काम करने उपर कटकणा लगिब। ଏହି ସମୟରେ ଅଧିକ ତାତି ଓ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ କାମ ବନ୍ଦ ରଖିବେ। ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ପାଇଁ ଶ୍ରମ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି। ଆସନ୍ତା 1 ତାରିଖରୁ ଜୁନ 15 ତାରିଖ ଯାଏଁ ଏହି ନିୟମ ଲାଗୁ ହେବ। ରାଜ୍ୟ ସରକାରଙ୍କ ସବୁ ବିଭାଗ ତଥା ରାଜ୍ୟରେ ଥିବା କେନ୍ଦ୍ରର ସବୁ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ ଠିକାଦାରମାନେ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇଛି। 11ଟା ରୁ 3ଟା ଯାଏଁ ଶ୍ରମିକଙ୍କୁ କାମରେ ନ ଲଗାଇ ବିଶ୍ରାମ ଦେବାକୁ କୁହାଯାଇଛି। ଆବଶ୍ୟକ ହେଲେ କାର୍ଯ୍ୟ ନିର୍ଘଣ୍ଟ ସମୟ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି। ଅତ୍ୟାବଶ୍ୟକ ସେବା ଯେଉଁ କ୍ଷେତ୍ରରେ ଏହି ନିର୍ଦ୍ଦିଷ୍ଟ ସମୟରେ ଶ୍ରମିକଙ୍କ କାମ ବନ୍ଦ କରିହେବନି, ସେଠାରେ ଖରା ଓ ତାତିରୁ ରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କ୍ଷେତ୍ରରେ ଶ୍ରମିକଙ୍କ କାମ ପାଇଁ ଛାଇର ବ୍ୟବସ୍ଥା କରିବା ସହ ଥଣ୍ଡା ପାଣି, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଓ ଶ୍ରମିକଙ୍କ ପାଇଁ ORS ପ୍ୟାକେଟ୍ର ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ କୁହାଯାଇଛି। ଜିଲ୍ଲା ଚିକିତ୍ସାଧିକାରୀ, ଉପମଣ୍ଡଳ ଚିକିତ୍ସାଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା କର୍ମଚାରୀ, ରାଜ୍ୟ ବୀମା ଯୋଜନାରେ ଥିବା ଚିକିତ୍ସାଳୟର କର୍ତ୍ତୃପକ୍ଷ ଗ୍ରୀଷ୍ମ ପ୍ରବାହର ସମ୍ଭାବ୍ୟ ମୁକାବିଲା ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, 2.67 ଲକ୍ଷ SHGକୁ ମିଳିଲା 208.35 କୋଟି ଟଙ୍କାର ସୁଧ ରିହାତି। ରାଜ୍ୟର ବିକାଶ ଯାତ୍ରାରେ ମହିଳାମାନେ ଆଗଧାଡ଼ିରେ ଅଛନ୍ତି। ଆଗରୁ ମହିଳାମାନଙ୍କର ବିକାଶ କିପରି କରାଯିବ ଚିନ୍ତା କରାଯାଉଥିବା ବେଳେ ଏବେ ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ମହିଳାମାନେ କର୍ଣ୍ଣଧାର ସାଜିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ରୂପେ ଦୃଢ଼ ଅଭିବୃଦ୍ଧି କରିବା ସହିତ ସଶକ୍ତ ଓ ସ୍ୱାବଲମ୍ବୀ ହେବା ଦ୍ୱାରା ଆଗାମୀ ଦିନର ପରିକଳ୍ପିତ ବିକଶିତ ଓଡ଼ିଶାର ମୂଳଦୁଆ ସୁଦୃଢ଼ ହେଉଅଛି। ମିଶନ ଶକ୍ତି ଭବନଠାରେ ସ୍ୱୟଂ ସହାୟକ ଗୋଷ୍ଠୀ SHGଙ୍କୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରତ୍ୟେକ ମହିଳା ଯେପରି ନିଜ ପରିବାରର ସମସ୍ତ ଦାୟିତ୍ୱ ନେଉଛନ୍ତି, ସେହିପରି ସରକାରଙ୍କ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସମ୍ବଳର ସୁବିନିଯୋଗ ତଥା ବ୍ୟାପାର ଲାଭାର୍ଥର ପୁନଃ ବିନିଯୋଗ କରିବା ଆବଶ୍ୟକ। ସଶକ୍ତ ହେବା ପାଇଁ ନିଜକୁ ଆର୍ଥିକ ରୂପେ ସାକ୍ଷାତ କରି ଆଜିକାଲିର ବିଭିନ୍ନ ପ୍ରକାର ସାଇବର ଠକେଇ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ସେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କୋରାପୁଟ, ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି ଏବଂ କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ SHG ସଦସ୍ୟ ଓ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟରେ 2,67,131,130ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସେମାନଙ୍କର ବ୍ୟାଙ୍କ ଋଣ ଉପରେ 208.35 କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଛି। ଏଥିସହିତ ଚଳିତ ଆର୍ଥିକ ବର୍ଷ 2025-26ରେ ସମୁଦାୟ 3,80,07,63 ସ୍ୱୟଂ ସହାୟକ ଗୋଷ୍ଠୀକୁ 724.39 କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରାଯାଇଛି। ମୋଟ 3,510ଟି SHG 6.43 କୋଟି ଟଙ୍କା ରିଭଲ୍ଭିଂ ଫଣ୍ଡ ଭାବରେ ପ୍ରଦାନ କରାଯାଇଥିବା ବେଳେ 180ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ GPLFକୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଭାବରେ 57.5 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ 101ଟି କ୍ଲଷ୍ଟର ସ୍ତରୀୟ ମହାସଂଘ CLFକୁ ଭଲନରାବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ 1.40 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ଯୁଗ୍ମ ସଚିବ ମମତା B, ଅତିରିକ୍ତ ସଚିବ ଜ୍ୟୋତି ଶଙ୍କର ମହାପାତ୍ର ଏବଂ ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକ ଭଗବତ ସିଂ ଭକୁନି ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ପାଳନ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତିର ସଦସ୍ୟ ହୋଇପାରିବେ ନାହିଁ।
କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ଅନୁସୂଚିତ ଜାତିର ସଦସ୍ୟ ଭାବରେ ବିବେଚିତ ହେବେ ନାହିଁ ଏବଂ SC/ST ଆଇନ ଦାବି କରିପାରିବେ ନାହିଁ। ପ୍ରକୃତରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଜଣେ ବ୍ୟକ୍ତି ଯିଏକି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରନ୍ତି ଏବଂ ସକ୍ରିୟ ଭାବରେ ଏହାକୁ ପାଳନ କରନ୍ତି, ସେ ଅନୁସୂଚିତ ଜାତିର ସଦସ୍ୟ ରହିପାରିବେ ନାହିଁ। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଆବେଦନକାରୀ 1 ଦଶନ୍ଧି ଧରି ଖ୍ରୀଷ୍ଟିଆନ ଧର୍ମ ପାଳନ କରିଥିଲେ ଏବଂ ପାଦ୍ରୀ ଭାବରେ ରବିବାର ପ୍ରାର୍ଥନା ମଧ୍ୟ କରିଥିଲେ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଦେଶବ୍ୟାପୀ ଦେଖାଦେଇଥିବା LPG ଅଭାବକୁ ଦୃଷ୍ଟିରେ ରଖି ସରକାର ଏକାଧିକ ନିୟମ ପ୍ରଣୟନ କରିଛନ୍ତି। ସାଧାରଣ ଗ୍ରାହକଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏହି ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରେ OTP ୱାନ୍ ଟାଇମ୍ ପାସୱାର୍ଡ଼ ବାଲା ନିୟମ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ। ନୂତନ ଢାଞ୍ଚା ଅନୁଯାୟୀ ଗ୍ରାହକମାନେ ସେମାନଙ୍କର LPG ସିଲିଣ୍ଡରରେ ଡେଲିଭରି ପାଇବେ ନାହିଁ ଯଦି ସେମାନେ ଅନୁରୂପ OTP ପ୍ରଦାନ ନ କରନ୍ତି। ଏହି ନିୟମ ଏବେ ସମଗ୍ର ଦେଶରେ ଧୀରେ ଧୀରେ କାର୍ଯ୍ୟକାରୀ ହେଉଛି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ମହାନଗର ଅଞ୍ଚଳରେ ଅନେକ କମ୍ପାନୀ ଏହି OTP ଆଧାରିତ ସିଷ୍ଟମ ବ୍ୟବହାର କରି LPG ସିଲିଣ୍ଡର ବିତରଣ କରିବା ଆରମ୍ଭ କରିସାରିଛନ୍ତି। ଆସନ୍ତୁ ଜାଣିବା ଏହି ନୂତନ ନିୟମ ସାଧାରଣ ଗ୍ରାହକଙ୍କୁ କିପରି ଲାଭ ଦେବ। OTP ନିୟମ କାହିଁକି କାର୍ଯ୍ୟକାରୀ କରାଯାଇଛି? LPG ସିଲିଣ୍ଡରରେ ଠକେଇ, ଷ୍ଟକ୍ ଏବଂ କଳାବଜାରୀ ରୋକିବା ପାଇଁ ସରକାର ଏହି ନୂତନ ଦେଶବ୍ୟାପୀ ନିୟମ କାର୍ଯ୍ୟକାରୀ କରୁଛନ୍ତି। ନୂତନ ନିୟମ ଅନୁଯାୟୀ ଡେଲିଭରି ସମୟରେ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ OTP ପଠାଯିବ। ଗ୍ରାହକମାନେ ସିଲିଣ୍ଡର ଡେଲିଭରି କରିବାକୁ ଆସୁଥିବା ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କ ସହିତ ଏହି OTP ସେୟାର କରିବାକୁ ବାଧ୍ୟ। ଗ୍ରାହକ OTP ପ୍ରଦାନ ନ କରିବା ପରେ କର୍ମଚାରୀ ଏହାକୁ ତାଙ୍କ ସିଷ୍ଟମରେ ଏଣ୍ଟ୍ରି କରିବେ, ଯାହାପରେ LPG ସିଲିଣ୍ଡର ହସ୍ତାନ୍ତର କରାଯିବ। ଯଦି ଜଣେ ଗ୍ରାହକ କର୍ମଚାରୀଙ୍କୁ OTP ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯିବ ନାହିଁ। ଏହା ବ୍ୟତୀତ ଯଦି ଜଣେ କର୍ମଚାରୀ ତାଙ୍କ ସିଷ୍ଟମରେ OTP ଏଣ୍ଟ୍ରି ନ କରି ଏକ ଡେଲିଭରି ସମାପ୍ତ କରିବାକୁ ଚେଷ୍ଟା କରନ୍ତି, ତେବେ ଏହାକୁ ସଫଳ ଡେଲିଭରି ଭାବରେ ମାନ୍ୟତା ଦିଆଯିବ ନାହିଁ। ଏହି ନିର୍ଦ୍ଦିଷ୍ଟ OTP ଆନୁଷ୍ଠାନିକ ଭାବରେ ଡେଲିଭରି ଅଥେଣ୍ଟିକେସନ କୋଡ୍ ଭାବରେ ଉଲ୍ଲେଖ କରାଯାଇଛି। ଏହି OTP କିମ୍ବା ଡେଲିଭରି ଅଥେଣ୍ଟିକେସନ କୋଡ୍ ସୁନିଶ୍ଚିତ କରେ ଯେ କର୍ମଚାରୀ ପ୍ରକୃତରେ ସଫଳତାର ସହ LPG ସିଲିଣ୍ଡର ଉଦ୍ଦିଷ୍ଟ ଗ୍ରାହକଙ୍କୁ ପ୍ରଦାନ କରିଛନ୍ତି। ସାଧାରଣ ଗ୍ରାହକ କିପରି ଲାଭ ପାଇବେ, ଚାଲନ୍ତୁ ଜାଣିବା। ପ୍ରକୃତରେ ସରକାର ଦେଶର ବିଭିନ୍ନ ସ୍ଥାନରୁ ଗ୍ରାହକମାନଙ୍କଠାରୁ ଅନେକ ଅଭିଯୋଗ ପାଇଥିଲେ। ଏହି ଅଭିଯୋଗ ଅନୁଯାୟୀ ଗ୍ୟାସ୍ ଏଜେନ୍ସି କର୍ମଚାରୀମାନେ ପ୍ରାୟତଃ ଡେଲିଭରି ନ କରି ଡେଲିଭରି ହୋଇଛି ବୋଲି ଦେଖାଉଥିଲେ। ଫଳରେ ସେମାନେ ସିଲିଣ୍ଡରଗୁଡ଼ିକୁ ଗଚ୍ଛିତ କରି ବ୍ଲାକ୍ରେ ଚଢ଼ା ଦାମରେ ବିକ୍ରି କରିପାରିବେ। କିନ୍ତୁ OTP ନିୟମ ପ୍ରଚଳନ ସହିତ କର୍ମଚାରୀମାନେ ଆଉ ଏପରି ଠକେଇ କାର୍ଯ୍ୟରେ ଲିପ୍ତ ହୋଇପାରିବେ ନାହିଁ। କର୍ମଚାରୀମାନେ ଗ୍ରାହକଙ୍କଠାରୁ OTP ପାଇ ସେମାନଙ୍କ ସିଷ୍ଟମରେ ପ୍ରବେଶ ନ କରିବା ପର୍ଯ୍ୟନ୍ତ ଏକ ଡେଲିଭରିକୁ ସଫଳ ବୋଲି ବିବେଚନା କରିପାରିବେ ନାହିଁ। ଫଳସ୍ୱରୂପ ସେମାନଙ୍କ ସିଷ୍ଟମରେ ମଧ୍ୟ ଏକ ଡେଲିଭରିକୁ ସଫଳ ଭାବରେ ପଞ୍ଜୀକରଣ କରିବା ପାଇଁ କର୍ମଚାରୀମାନେ ଆବଶ୍ୟକୀୟ OTP ପ୍ରବେଶ କରିବାକୁ ବାଧ୍ୟ ହେବେ ଏବଂ ସେହି OTP ପାଇବା ପାଇଁ ସେମାନଙ୍କ ପାଖରେ ସଠିକ୍ ଉଦ୍ଦିଷ୍ଟ ଗ୍ରାହକଙ୍କୁ ଫିଜିକାଲି ସିଲିଣ୍ଡର ଡେଲିଭରି କରିବା ବ୍ୟତୀତ ଅନ୍ୟ ବିକଳ୍ପ ରହିବ ନାହିଁ। ପରବର୍ତ୍ତୀ ଖବର, ମେ 29ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET। ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bscodia.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ମାର୍ଚ୍ଚ 26ରୁ ଏପ୍ରିଲ 9 ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଫର୍ମ ଫିଲ୍ଅପ୍ କରିପାରିବେ। ମେ 15ରେ ମିଳିବ ଆଡମିଟ୍ କାର୍ଡ଼। ଉଭୟ ଇନ୍ ସର୍ଭିସ୍ ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ ସମ୍ବଳିତ ନିର୍ଦ୍ଦେଶାବଳୀ, ପାଠ୍ୟକ୍ରମ ଏବଂ ଜାରି ପ୍ରମାଣପତ୍ର ପାଇଁ ଫର୍ମାଟ୍ ୱେବସାଇଟ୍ www.bscodia.nic.in ରେ ଉପଲବ୍ଧ ହେବ। ଅନଲାଇନ୍ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଇତ୍ୟାଦି ସୂଚନା ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ଦର୍ଶାଯାଇଛି। OTET 2024 ପେପର 1 ସକାଳ 9ଟାରୁ 11:30 ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପେପର 2 ଅପରାହ୍ନ 2ଟାରୁ 4:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରବର୍ତ୍ତୀ ଖବର, ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ 1ରୁ 15 ତାରିଖ ପର୍ଯ୍ୟନ୍ତ ସ୍ୱ ଗଣନା ହେବ। ଏଥିରେ 33ଟି ସରଳ ପ୍ରଶ୍ନ ମାଧ୍ୟମରେ ନିଜ ତଥ୍ୟ ନିଜେ ପ୍ରଦାନ କରିପାରିବେ। ଏପ୍ରିଲ 16ରୁ ମେ 15 ଯାଏଁ 30 ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କରାଯିବ।
ଗାଁରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନାକାରୀ। ପ୍ରାଥମିକ ଶିକ୍ଷକଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯିବାର ଯୋଜନା ରହିଥିବା ବେଳେ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ। ଭାରତୀୟ ଜନଗଣନା ଇତିହାସରେ ଏଥର ହେଉଛି ପ୍ରଥମ ଡିଜିଟାଲ ଗଣନା। ଲକ୍ଷେରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ କହିଛନ୍ତି।